ମନ ରଖ ପ୍ରଭୁର ସଦା ଏବେ ସିନା ଯିବ ସଫଳ ବାଧା ଶରୀର ମନ ରଖ ପ୍ରଭୁର ସଦା ଏବେ ସିନା ଯିବ ସଫଳ ଯଦି ଆମେ ନିଜେ ସୁସ୍ଥ ଜୀବନ ଯାପନ କରିବାନି ଆମେ ଅନ୍ୟର କେମିତି କ'ଣ ସେବା କରିବା? ଦେଖନ୍ତୁ ସଜ୍ଜନ ଯୋଉ ମାନେ କହୁଥିଲେ ପ୍ରଧାନ ବାବୁ ଯୋଉ ତତ୍ଵ କଥାଟା କହୁଥିଲେ, ତତ୍ଵ ଜାଣିଲେ ଗୋଟେ ଭାସି ଭବ ସାଗରୁ ତରି ଯାଉଛି ତତ୍ଵ ଜାଣିଲେ ଗୋଟେ ଭାସି ଭବ ସାଗରୁ ତରି ଯାଉଛି। ତତ୍ଵ କହିଲେ ଗୋଟେ ଜିଷ୍ଟ ବା ସାରାଂଶ ଜୀବନର। ଯଦି ଜୀବନର ତତ୍ଵଟାକୁ ଆମେ ଠିକ ଭାବରେ ଜାଣିପାରିବାନି ତାହେଲେ ଦୁନିଆରେ କିଛି ଜାଣିପାରିବାନି। ସେଇ ଭାଗବତର ଗୋଟେ ଗାଇଡ ଲାଇନ ଅଛି, ପିଣ୍ଡ ବ୍ରହ୍ମାଣ୍ଡ ଏକ ଜାଣନ୍ତି ସୂର୍ଯ୍ୟାନି ପଣ୍ଡିତ ପିଣ୍ଡ ବ୍ରହ୍ମାଣ୍ଡ ଏକ ଜାଣନ୍ତି ସୂର୍ଯ୍ୟାନି ପଣ୍ଡିତ। ଧରନ୍ତୁ ଆମେ କହିବା ହରି କଥା ସେ ସତ୍ୟରେ ନର, ହରି କହିଲେ ନୃସିଂହ। ତ୍ରେତୟାରେ ରାମ ହରି, ରାମ ହରି କହିଲେ ହନୁମାନ। ଦ୍ୱାପରରେ ରାଧା ହରି, ହରି କହିଲେ ଭଗବାନ। କଳି ଯୁଗରେ ଗୌରବ ହରି ଇଏ ହେଲେ ହରି। ଇଏ ଗୋଟେ ବ୍ରହ୍ମାଣ୍ଡ ମତର କଥା। ଜଣେ ପଣ୍ଡିତଙ୍କୁ ଆପଣ ଡାକିବେ, ଟିକେ ସତ୍ୟ ଯୁଗ ପୁରାଣ ଟିକେ କହିଲେ, ସେ ସବୁ ନୃସିଂହ ପୁରାଣ କହିବେ। ଘଣ୍ଟାଏ ନୁହେଁ କି 2 ଘଣ୍ଟା, 5 ଦିନ 7 ଦିନ ବି ନୃସିଂହ ପୁରାଣ କହିବେ। ଆଉ ଜଣେ ପଣ୍ଡିତ ଆସିବେ, ତାଙ୍କୁ ଯଦି ଆପଣ କହିବେ ଆମେ ଟିକେ ରାମାୟଣ, ସିଏ 9 ଦିନ ରାମାୟଣ କହିବେ, ରାମଚରିତ୍ର ମାନସ 9 ଦିନ କହିବେ। ଆଉ ଜଣେ ପଣ୍ଡିତ ଆସିବେ, ଏଇ ରାୟଗଡ଼ାକୁ ମଧ୍ୟ ଆସୁଥିବେ ଯେ ଆମେ ଟିକେ ଦ୍ୱାପର ଯୁଗର ଲୀଳା ଶୁଣୁ, ସିଏ ଭାଗବତ କହିବେ, ମହାଭାରତ କହିବେ, କୃଷ୍ଣଙ୍କ ଲୀଳା କହିବେ। ଯଦି କଳି ଯୁଗର ପୁରାଣ ଶୁଣିବା ପାଇଁ ଆପଣ ଇଚ୍ଛା କରିବେ, କେହି ଜଗନ୍ନାଥଙ୍କ କଥା କହିବେ, କେହି ଚୈତନ୍ୟ ସଚିତ୍ରାମୃତର କଥା କହିବେ। ପ୍ରଥମ ଦିନ ଠାରୁ 7 ଦିନ 9 ଦିନ 3 ଦିନ ସବୁ କଥା ଆପଣ ଶୁଣିବେ। ଶେଷ ଦିନର କଥାଟା କିଛି ଦିନ ମନେ ରହିବ, ଆଉ ସବୁ କଥା ଆଉ ପହରରେ ପଡ଼ିବ। ତେଣୁ ସଜ୍ଜନ ତାକୁ ଆମକୁ ସେଇ କଥାକୁ ତତ୍ଵ ଭିତରକୁ ଆଣ। ମନେ କରାଯାଉ ଆପଣ ମାନେ ବର୍ତ୍ତମାନ ଏଠାରେ ବସିଛନ୍ତି, ନୀରବରେ ବସିଛନ୍ତି। ଆପଣଙ୍କ ଭିତରେ ବର୍ତ୍ତମାନ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଈର୍ଷା କିଛି ନାହିଁ। ଆପଣ ଏ ଘର ଭିତରେ କେବଳ ବସିଛନ୍ତି ହରି କଥା ଶୁଣିବା। এই হচ্ছে সত্য। ବର୍ତ୍ତମାନ ଆପଣମାନଙ୍କ ପାଇଁ ସତ୍ୟ ଯୁଗ ଆସିଛି।
ଆଚ୍ଛା ଆଉ କେତେବେଳେ ସତ୍ୟ ଯୁଗ ଆସେ ଯେ ବିରକ୍ତିର ହଉ ଅନୁରକ୍ତିର ହଉ ଆପଣ ଖାଇଦେଇ ଶୋଇପଡ଼ିଲେ ଯେତେବେଳେ ଶୋଇପଡୁଛ ବିଶ୍ରାମ କରୁଛ ସେତେବେଳେ ଆପଣଙ୍କର କାହା ପ୍ରତି ଈର୍ଷା ନାହିଁ କିମ୍ବା କ୍ରୋଧ ନାହିଁ କି ଲୋଭ ନାହିଁ କି ମୋହ ନାହିଁ ଶୋଇପଡ଼ିଲେ ଏଇ ଯୋଉ ବିଶ୍ରାମ ସେଟା ହଉଛି ସତ୍ୟ ତାପରେ ଆପଣ ଉଠିଲେ ସକାଳୁ ଶଯ୍ୟା ତ୍ୟାଗ କଲେ ଶଯ୍ୟା ତ୍ୟାଗ କରୁ କରୁ କଣ ଆପଣ ଆକୁ ହାଣିବି ତାକୁ ମାରିବି ଏ କଥା ମୁଣ୍ଡରେ ଅଛି ତେଣୁ ସେଇ ଯୋଉ ସମୟ ସେ ସମୟଟି ହଉଛି ସତ୍ୟ ତ୍ରେତୟା ଯୁଗ ତ୍ରେତୟା ଯୁଗ ହଉଛି ଯେତେବେଳେ ପାରିବାରିକ ଜୀବନର ଭଲ ମନ୍ଦକୁ ବୁଝିବେ ପୁଅ ଝିଅ ସ୍ତ୍ରୀ ଭାଇ ଭଉଣୀ ସ୍ୱାମୀ ସ୍ତ୍ରୀ ସମସ୍ତଙ୍କ କଥା ଯେତେବେଳେ ଆପଣ ମାନେ ବୁଝିବେ ସେଇଗୁଟା କହୁଛି ତ୍ରେତୟା ଯେତେବେଳେ ଆପଣ ପରିବାରକୁ ବଞ୍ଚାଇବା ପାଇଁ ସଂଗ୍ରାମ କରିବାକୁ ଯିବେ ଚାକିରି କ୍ଷେତ୍ରକୁ ଯାଆନ୍ତୁ କି ବ୍ୟବସାୟ କ୍ଷେତ୍ରକୁ ଯାଆନ୍ତୁ କି ରାଜନୀତି କ୍ଷେତ୍ରକୁ ଯାଆନ୍ତୁ সেই ଯୁଗଟି ହଉଛି ଦ୍ୱାପର ବିପ୍ଳବ ସବୁ କାମ ସରିଗଲା ଘରକୁ ଫେରି ଆସିଲେ ଟିକେ ନିତ୍ୟକର୍ମ ସମ୍ପାଦନ ଯେତେବେଳେ ଭଗବାନଙ୍କର ନାମକୁ ଉଚ୍ଚାରଣ କରିବେ ସେଇ ଗୋଟାକ ହେଲା କଳି କଳୁ ନାମ ସଂକୀର୍ତ୍ତନ ଆପଣ ବିଛଣାରେ ବସିଲେ କିମ୍ବା ଗୋଟାଏ ଆସନ କରି ବସିଲେ କେମିତି ବସିବେ ସମ ଆସନି ବସିଲି ସମୀର ଦେନେ କଳେ କଳେ ଜାନୁ ଯୁଗଳେ ନେଇ ପାଣି ଦୂରେ ସ୍ଥାପିବ ବେଳ ଗୋଟେ ଘର ଭିତରେ ପ୍ରଧାନବାବୁ କହୁଥିଲେ ପ୍ରତ୍ୟେକ ଘରେ ଯଦି ଗୋଟେ ସତ୍ସଙ୍ଗ ହବ ତାହେଲେ ସେ ଘରଟା ବୈକୁଣ୍ଠ ସେଦିନ ଆମେ ମିଳିମିଶି ଖାଇବା ମିଳିମିଶି କଥାବାର୍ତ୍ତା ହବା ମିଳିମିଶି ଭଗବାନଙ୍କ ନାମ ମୁଁ ଅନେକ ଥର ଲାଇଫରେ ଏଇ କଥା ମଧ୍ୟ କହିଛି ତେଣୁ ସଜ୍ଜନ ଆପଣ ଗୋଟିଏ ନିର୍ଦ୍ଦିଷ୍ଟ ଆସନ ପକେଇବେ ପଦ୍ମାସନଟିଏ କଲେ କିମ୍ବା ସମାସନଟିଏ କଲେ ପଦ୍ମାସନରେ ବସି ମେରୁଦଣ୍ଡ ସିଧା ରହି ଆପଣ ଏଇ ସହସ୍ରା ଚକ୍ରକୁ ଧ୍ୟାନ କରିବେ ଯେତେବେଳେ ଏଇ ଚକ୍ରକୁ ଆପଣ ଧ୍ୟାନ କରିବେ যে 2 মিনিট କରନ୍ତୁ କି 5 ମିନିଟ କରନ୍ତୁ କିମ୍ବା ଗୋଟିଏ ମିନିଟ କରନ୍ତୁ ଯେତେବେଳେ ସହସ୍ରା ଚକ୍ର ବା ତାଲୁକାକୁ ଯେତେବେଳେ ମନ ଭିତରେ ଧ୍ୟାନ କରିବେ ସେଇଟା କହୁଛି ସତ୍ୟ ଯେତେବେଳେ ତ୍ରିକୁଟକୁ ଧ୍ୟାନ କରିବେ ଏଇ ଯୋଉ ଭୁଲତାର ବର୍ଯ୍ୟସ୍ଥଳୀ ତ୍ରିକୁଟକୁ ଯେତେବେଳେ ଧ୍ୟାନ କରିବେ ଆପଣ ତ୍ରେତୟା ଯୁଗକୁ ଭୋଗ କରିବେ ତାପରେ ଆପଣ ନାସାର 2 ପଡ଼ାର ଏ ନାସାଗ୍ରକୁ ଆଖି ଧ୍ୟାନ କରିବେ ଆପଣ ଦ୍ୱାପର ଯୁଗକୁ ଭୋଗ କରିବେ
ତାପରେ ଯେତେବେଳେ ଆପଣ ସମର୍ପିତ ଭାବନାରେ ଆପଣଙ୍କର ଇଷ୍ଟ ବା ଗୁରୁଙ୍କୁ ପ୍ରଣାମ ଜଣେଇବେ, ସେ ଗୋଟାକ ହେଲା କଳିଯୁଗ। କିନ୍ତୁ ଗୋଟିଏ ଆସନରେ ବସିକିରି ଆପଣ ସତ୍ୟ, ତ୍ରେତୟା, ଦ୍ୱାପର, କଳି ଏ ଚାରୋଟି ଯୁଗକୁ ଭୋଗ କରିବେ। ପ୍ରତ୍ୟେକ ଦିନ ଆପଣ ଚାରୋଟି ଯୁଗକୁ ଭୋଗ କରିବେ। ବିଛଣାରୁ ଉଠିଲେ ସତ୍ୟ ଯୁଗ, ପରିବାର କଥା ବୁଝିଲେ ତ୍ରେତୟା ଯୁଗ, ବଞ୍ଚିବା ପାଇଁ ସଂଗ୍ରାମ କଲେ ଦ୍ୱାପର ଯୁଗ, ଏବଂ ଯେତେବେଳେ ଆପଣ ଭଗବାନଙ୍କର ନାମ ନେଲେ ସେଟା ହେଲା କଳିଯୁଗ। ଯେତେବେଳେ ଆପଣ ସତ ଚିନ୍ତା କରିବେ, ସତ୍ୟ କଥା କହିବେ, ଭାଗବତ କେମିତି ଲେଖା ହେଇଛି, ବଚନ মধ্যে সত্যবাণী বিলোভ পর ভজনানী বচন মধ্যে সত্যবাণী বিলোভ পর ভজনানী। ଆପଣ ଯେତେବେଳେ ସତ ଚିନ୍ତା କରିବେ, ଅନ୍ୟର ମଙ୍ଗଳ ପାଇଁ ଚିନ୍ତା କରିବେ ଏବଂ ସତ କଥା କହିବେ, ବଚନ ମଧ୍ୟରେ ସତ୍ୟବାନ, ସତ୍ୟ ଯୁଗ ଭୋଗ ହେଲା। ଯେତେବେଳେ ଆପଣ ପିତୃମାତୃ ଗୁରୁ ଗୁରୁଜନଙ୍କର ସେବାରେ ଜୀବନକୁ ଉତ୍ସର୍ଗ କରିବେ, ସେଇଟା ହେଲା ତ୍ରେତୟା। ଦ୍ୱାପର ଯୁଗ ପ୍ରେମର ଯୁଗ, ଭଲ ପାଇବେ। ଆଜିକାଲି ଯେମିତି ଭଲ ପାଇବା, ସେ ଭଲ ପାଇବା ନୁହେଁ। ଭାଇ ଭାଇରେ ଭଲ ପାଇବା, ସ୍ୱାମୀ ସ୍ତ୍ରୀରେ ଭଲ ପାଇବା, ବାପ ପୁଅରେ ଭଲ ପାଇବା, ଏଇ ଯୋଉ ଭଲ ପାଇବା ପ୍ରେମ, এই প্রেম হচ্ছে দ্বাপর এবং কলিযুগ ହେଲା ଯେତେବେଳେ ଆପଣ ଭଗବାନଙ୍କର ନାମ ନେବେ। କଳିଯୁଗରେ ମାନେ ଏତେ ସହଜ ହେଇଯାଇଛି, କେବଳ ଦଣ୍ଡେ ନିମିଷେ চলে দিয়ে মাথাও যে উঠেছে উঠে পড়িব মোর নাম শুনিব সকল শ্রবণ উঠে পড়িব মোর নাম শুনিব সকল শ্রবণ। ଦେଖଉଛି କଳିଯୁଗ। କଳିଯୁଗରେ ଗୋଟିଏ ନାମ ଭାଗବତରେ ବର୍ଣ୍ଣନା, ଏ ନାମଟିକୁ ପଢୁଛି, ଶ୍ରୀକୃଷ୍ଣ ଗୋବିନ୍ଦ ହରେ মুরারে হে নাথ নারায়ণ বাসুদেব শ্রীকৃষ্ণ গোবিন্দ হরে মুরারে হে নাথ নারায়ণ বাসুদেব হে নাথ নারায়ণ বাসুদেব হে নাথ নারায়ণ বাসুদেব হে নাথ নারায়ণ বাসুদেব হে নাথ নারায়ণ বাসুদেব। এই ଯୋଉ ନାମଟି ଆମେ ପଢିଲେ, ଇଏ ଭାଗବତରେ ବର୍ଣ୍ଣନା ଅଛି। କଳିଯୁଗରେ ଏଇ ନାମଟିକୁ ଯଦି ଜଣେ ସବୁଦିନେ ପଢିବ ବା ପଢିବା ଉଚିତ। ଆଚ୍ଛା, ଆପଣ ଦେଖନ୍ତୁ, ଆପଣ ସତ୍ୟ ଯୁଗରେ ନୃସିଂହଙ୍କର କଥା,
त्रेता जुगरे रामंकर कथा, द्वापर जुगरे कृष्णंकर कथा, कली जुगरे जगन्नाथ कथा। तेबे ताकू तत्व मार्गरे बुझिबा उचित। जो कथा प्रधान बाबू कहते तत्व जानिले टूटे भ्रांति भव सागरु हरिकान्ति तत्व जानिले टूटे भ्रांति भव सागरु हरिकान्ति। तत्वटा को बुझिबा सत्य जुगरे प्रहलाद नामक जड़े भक्त थे। सत्य जुगरे थिले आ वर्तमान ना परमात्मा प्रति बा परमानंद प्रति जो माने आकर्षित बा आह्लादित से माने होउचंती प्रहलाद। आपण माने वर्तमान प्रहलाद भूमिका रखते कारण भल कथा शुणा आपण माने प्रहलाद आज विश्व प्रहलादंकर अभाव नहीं। ये प्रहलादंकर पिता किए हिरण्यकश्यप। आज समाज रे समग्र विश्व रे हिरण्यकश्यप कोटि कोटि हिरण्यकश्यप। हिरण्य माने सुना अर्थ ये हिरण्य। कश्यप माने कोठा बाड़ी ये कश्यप हिरण्य कश्यप। आज आप समाज रे टीवी पर्दा रे पेपर मीडिया रे आपण माने जानिबा पाउछनी केते हिरण्य कश्यप अछि। कोटि कोटि टंका रोजगार कोठु से पैसा आनिलो एथि खाली टंका नुहे बिल्डिंग तैयारी करिसंती। एबे टीवी रे सब बाहरुची मुझे जेतबेले टीवी देखे यही मान को देखे अरे ये तो गोटे महा हिरण्यकश्यप। कोटि कोटि टंका कोठा गाड़ी माने एबे गोटे बाहरिला जड़े कनस्टेबल पाखे केते कोटि टंका बाहर चाकरी होती कनस्टेबल एते कोटि टंकार मालिक से केमिति हला से कनस्टेबल नोटी से होती हिरण्यकश्यप। तेणु सज्जन ये होची तत्व। आमे खाली सुनिबा भक्त प्रहलाद हिरण्यकश्यप ता बापा हिरण्यकश्यप प्रहलाद को सब बड़े कहते तुम्हें हरि हरि शब्द ये कहे हरि कथा किंतु हिरण्यकश्यप हरि कथा माने प्रहलाद कथा। हिरण्यकश्यप प्रहलाद को नहीं गुरु का आश्रम में छाड़ा सी सब कौन गोटा हरि हरि कहूँ जो हरि जमती न कह नहीं गुरु का आश्रम में छाड़ा। गुरु ताकू शुक्राचार्य आश्रम प्रहलाद को जेते प्रकार शिक्षा दियाला बाबू तुम बापा हरि सहित शत्रु हरि शत्रु तेणु तुम हरि हरि
ନା ଆଉ କ'ଣ କହିବି ନା ହର 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 କହିଲେ ଶିବ ହରି କହିଲେ ବି ପ୍ରହ୍ଲାଦ ହସି ସେ ହସେ ଏଇଥିପାଇଁ ହରି ଶବ୍ଦ ଭିତରେ ହର ଅଛି ହର ଶବ୍ଦ ଭିତରେ ବି ହରି ଅଛି ମୁଁ ତ ହରି କହୁଛି ମାନେ ତା ଭିତରେ ହର ଇଏ ଅଛି ଆଉ ମୁଁ ହର ହର କ'ଣ କହିବି ଶେଷରେ ଶୁକ୍ରାଚାର୍ଯ୍ୟଙ୍କର ପୁତ୍ର ହିରଣ୍ୟକଶ୍ୟପକୁ ଆଣି ହିରଣ୍ୟକଶ୍ୟପକୁ ପାଖକୁ ଆସି ପ୍ରହ୍ଲାଦକୁ ସମର୍ପଣ କରିଗଲେ ମୁଁ ଇଏ ଛୁଆକୁ ମାନିବିନି ମୁଁ ତାକୁ ଯେତେ କହୁଛି ହର କହ ସେ କହୁଛି ହରି ଆଉ ତେଣୁ ମୁଁ ଆଉ ପିଲାକୁ ପାଠ ପଢେଇ ପାରିବିନି ଆପଣଙ୍କ ପୁଅକୁ ସମ୍ଭାଳ ପ୍ରହ୍ଲାଦକୁ ହିରଣ୍ୟକଶ୍ୟପ କହିଲେ ହରି କହିପାରିବ ନାହିଁ ହିରଣ୍ୟ ପ୍ରହ୍ଲାଦ କହିଲେ ହରି ହରି ଭରସା हरि भरोसा हरि भरोसा हरि भरोसा हरि भरोसा हरि भरोसा ସଜ୍ଜନ ତାକୁ ମାନେ ବାପା ବିଗିଡ଼ିକିରି ପୁଅକୁ ନେଇ ତୁ କାହିଁକି ହରି କହୁଛୁ ତାକୁ ନିଆଁକୁ ଫିଙ୍ଗି ଦେଲା ସେ ନିଆଁ ଉପରେ ପଦ୍ମାସନ କରି ପ୍ରହ୍ଲାଦ ବସିଛନ୍ତି ହରି भरोसा हरि भरोसा हरि भरोसा हरि भरोसा हरि भरोसा हरि भरोसा ପ୍ରହ୍ଲାଦ ପୋଡ଼ି ହେଲାନି ତା ଦେହରୁ ନିଆଁ ଲାଗିଲା ଆପଣମାନେ ଜାଣିଛନ୍ତି ଗୀତାର ସେଇ ଶ୍ଲୋକ ନୈନଂ ଛିନ୍ନଂ शस्त्राणि नैनं दहति पावक न चैनं क्लेदयन्त्यापो न शोषयति मारुत ଗୀତାର ଏଇ ଶ୍ଲୋକ ଆତ୍ମା ମରେ ନାହିଁ ସେ ଅସ୍ତ୍ରରେ ଛିଣ୍ଡି ଯାଏ ନା ସେ ନିଆଁରେ ପୋଡ଼ି ହୁଏ ନା ଜଳରେ ବୁଡ଼ି ଯାଏ ନା ପବନରେ ଉଡ଼ି ପାରେ ନା ସେ ହେଉଛି ଆତ୍ମା ବର୍ତ୍ତମାନ ପ୍ରହ୍ଲାଦ ନିଆଁରେ ବସିକିରି ହରି ଭରସା ନାମ କରୁଛି ହରି भरोसा हरि भरोसा हरि भरोसा हरि भरोसा हरि भरोसा हरि भरोसा ହିରଣ୍ୟକଶ୍ୟପ ରାଗିକିରି ପଞ୍ଚମ କହିଲା କୁଳାଙ୍ଗାର ତୁ ହରି ହରି କହୁଛୁ ପୁରା ବିରାଟ ଖଣ୍ଡା ଆଣି ତା ମୁଣ୍ଡକୁ କାଟିଲା ପ୍ରହ୍ଲାଦ ଆଖି ବୁଜି ବସିଛନ୍ତି ମେରୁଦଣ୍ଡ ସିଧା ରହି ପଦ୍ମାସନ କରିଛନ୍ତି ଏବଂ ଏଇ ତ୍ରିକୁଟକୁ ଧ୍ୟାନ କରୁଛନ୍ତି ବାପା ତ ହାଣିବେ ଆଉ କଣ ବ୍ୟସ୍ତ କଣ ହରି ଓମ୍ ହରି ଓମ୍ हरि ओम 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 ये त्रिकुटକୁ ଧ୍ୟାନ କରି ହରି 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 ଓମ୍ କର ଇଏ ଯେତେ ଥର ତା ମୁଣ୍ଡକୁ କାଟି ଦଉଛି
ସେ ମୁଣ୍ଡ ସହିତ ଲାଗିବ ସେ ଖଣ୍ଡାକୁ ପ୍ରାୟ କୁଳାକାର ମରିବନି ତାକୁ ନେଇ ସମୁଦ୍ର ଭିତରେ ଫିଙ୍ଗି ଦେଲା ଯା ତୁମେ ମତ ବୁଡ଼ିକିରି ମତ ସିଏ ସମୁଦ୍ର ଭିତରେ ଥଇ ହରି ଭରସା हरि भरोसा हरि भरोसा हरि भरोसा हरि भरोसा हरि भरोसा हिरण्यकश्यपु देखिला प्रहलाद समुद्र बुड़ीजे अरे मरुची ताकू नहीं पर्वत ऊपर पाड़ेला कुड़ाकार से किंतु हरि बोल 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 से मरुनी शेषरे हिरण्यकश्यप प्रहलाद को चुटी की धरिकी पचारा अरे हरि हरि कहू तो हरि कौटी अच्छा ना सबुठी अच्छा अरे सबुठी कौट जड़े हरि स्थले हरि हरि गगन मंडल सबु जगह हरि अच्छा भागवतर से पद भगवान सत्ता सबु जगह काष्ठ पाषाण तरुतु बसन्ति शरीर प्रमाणे सकल घटे नारायण बसन्ति अनादितर प्रहलाद कहले बापा सबु जगह हरि बोले ये स्तंभ पत्थर स्तंभ ये स्तंभ भीतर अच्छी ना हाँ मूलटी तटरि विश्वास कहन्ति जगन्नाथदास मूलटी तटरि विश्वास कहन्ति जगन्नाथदास कहले प्रहलाद ये स्तंभ भीतर हरि अच्छा ना से स्तंभ को माइला गोटे गोईटा जितबे स्तंभ भांगी जाइछि तारी भितरु बाहर हरि ताको ना होछि नर हरि मुखटी हरि कहले सिंह मुखटी सिंह कांध ठारू आड़ू कहूँ मनीष हिरण्यकश्यप को टाणी आनिले निज कोଳରେ ଶୁଆଇ ଦେଲେ ନଖରେ ବିଦୀର୍ଣ୍ଣ କଲେ ଇଏ ହଉଛି ପୁରାଣ କଥା ତତ୍ତ୍ୱରେ କଣ तत्वटी कहली इटा कथा सरीगले ये तत्वटी केरे सुंदर जीवन भीतर प्रहलाद किए से होची आपण मानक भीतर थिबा भक्ति पिता माता रे भक्ति गुरु गुरुजन रे भक्ति राष्ट्र भक्ति विश्व प्रति प्रेम ये होची प्रहलाद तेणु आपण भीतर आज भी प्रहलाद भक्ति रूप में
ଆପଣଙ୍କ ଭିତରେ ଅଛି ଅନେକଙ୍କ ଭିତରେ ପ୍ରହ୍ଲାଦ ହିରଣ୍ୟକଶ୍ୟପ କିଏ ଏଇ ଯୋଉ ମନର ବାସନା ମୁଁ ଘର କରିବି ମୁଁ ଗାଡ଼ି କରିବି ମୁଁ ଏମିତି ସୌକିନରେ ରହିବି ଏମିତି ଜୀବନକୁ ଉପଭୋଗ କରିବି ଏଇ ହଉଛି ହିରଣ୍ୟକଶ୍ୟପ ମନର ବାସନା ହିରଣ୍ୟ ଭକ୍ତି ହଉଛନ୍ତି ସ୍ତମ୍ଭ ଟିକିଏ ଆପଣଙ୍କର ସ୍ତମ୍ଭ ହଉଛି ଆପଣଙ୍କର ପଛ ପଟରେ ଥିବା ମେରୁଦଣ୍ଡ ବ୍ୟାକବୋର୍ଡ ଇଏ ହଉଛି ସ୍ତମ୍ଭ ତାକୁ ଆପଣମାନେ କହୁଛନ୍ତି ମେରୁଦଣ୍ଡ କିନ୍ତୁ ଆଧ୍ୟାତ୍ମିକ ଯୋଗୀ ମାନେ କହିଛନ୍ତି ସିଏ ହଉଛି କୁଣ୍ଡଳିନୀ ଚକ୍ର ଆମେ ପଢୁଛୁ କୁଳ କୁଣ୍ଡଳିନୀ ଧ୍ରୁବ ଭଞ୍ଜ କହେ କୁଣ୍ଡଳିନୀ ଚକ୍ର ହଉଛି ଇଏ ହଉଛି ସ୍ତମ୍ଭ এই মেরুদଣ୍ଡ ଭିତରେ ଗୋଟେ ସ୍ୱଚ୍ଛ ପାଣି ଅଛି ତାକୁ କହିଛନ୍ତି ବିଜ୍ଞାନ କହୁଛି ୱାର୍ଲଡ ସି ଅର୍ଥାତ୍ ଅବସାଦ ଆପଣ ଆରବ ମହାସାଗର ପ୍ରଶାନ୍ତ ମହାସାଗର ବଙ୍ଗୋପମହାସାଗର ଅନେକ ସାଗରଙ୍କ ନାଁ ଶୁଣିଛନ୍ତି କିନ୍ତୁ ଅବସାଗର ଗୋଟିଏ ଆପଣଙ୍କ ମେରୁଦଣ୍ଡ ଭିତରେ ସେଥିପାଇଁ କୁହାଯାଇଛି ସାଗର ତାରଣ କାରଣ ହେ ରବିନନ୍ଦନ ବନ୍ଧନ ଖଣ୍ଡନ ହେ ଶରଣାଗତ କିଙ୍ଗର ଭୀମ ମନେ ଗୁରୁଦେବ ଦୟା କର ଦୀନ ଆପଣମାନଙ୍କର କୁଣ୍ଡଳିନୀ ଚକ୍ର ଟିକେ ଜାଗ୍ରତ ହେଇଛି ବୋଲି ଏଇଠି ବହିଛି ନହେଲେ ବସିପାରିବେ ଇଏ କୁଣ୍ଡଳିନୀ ଚକ୍ରକୁ ମଧ୍ୟ ଧ୍ୟାନ କରିବା ପାଇଁ କୁହାଯାଏ ସେ ଯାଉ ତାକୁ ସବୁ ଗପିଲେ ବହୁତ ସମୟ ଲାଗିବ ତେବେ ଏ କୁଣ୍ଡଳିନୀ ଚକ୍ର ବା ମେରୁଦଣ୍ଡ ଇଏ ହଉଛି ସ୍ତମ୍ଭ ଏଇ ସ୍ତମ୍ଭରୁ ବାହାରିଲେ ନୃସିଂହ ନୃସିଂହ ମାନେ ନରହରି ଇଏ ନରହରିର ଅନ୍ୟ ନାଁ ହଉଛି ନରୋତ୍ତମ ନରୋତ୍ତମର ଅନ୍ୟ ଏକ ନାମ ହଉଛି ପୁରୁଷୋତ୍ତମ ଆପଣଙ୍କର ଜଗନ୍ନାଥଙ୍କ ଧାମକୁ କଣ କୁହାଯାଏ ପୁରୁଷୋତ୍ତମ ଧାମ ଗୀତାର 15 ଅଧ୍ୟାୟ ପୁରୁଷୋତ୍ତମ ଯୋଗ ଆଚ୍ଛା ଇଏ ହଉ ପୁରୁଷୋତ୍ତମ ସର୍ବରହସ୍ୟ ପୁରୁଷୋତ୍ତମ ଏବ ନ ଜାନାମି କୃତଂ କ୍ଷେତ୍ରାଣାଂ ସର୍ବକ୍ଷେତ୍ରାଣାଂ ରାଧାଶ୍ରୀ ପୁରୁଷୋତ୍ତମ देवानां सर्वदेवानां राधाश्री पुरुषोत्तम ओडिशा माटी रे कोउ जुगरे
କୋଉଠି କିଏ ଜନ୍ମ ହେଇଥିଲା? କୃଷ୍ଣ ଜନ୍ମ ହେଇଥିଲେ ଉତ୍ତର ପ୍ରଦେଶରେ, ରାମ ବି ଜନ୍ମ ହେଲେ ସେଇ ଉତ୍ତର ପ୍ରଦେଶରେ, ଆଉ ନୃସିଂହ ଜନ୍ମ ହେଲେ ଆନ୍ଧ୍ରରେ। ସେତେବେଳେ ଆନ୍ଧ୍ର ନଥିଲା, ଓଡ଼ିଶାରେ ଥିଲା ସୀମାଞ୍ଚଳ। କିନ୍ତୁ କଳି ଯୁଗରେ ଆପଣ ମାନେ ଭାଗ୍ୟବାନ, ମୁଁ ବି ଭାଗ୍ୟବାନ। ମୁଁ ଓଡ଼ିଶା ମାଟିରେ ଜନ୍ମ ହେଇଛି। ପୁଣି ଯୋଉ ଓଡ଼ିଶା ହଉଛି ଜଗନ୍ନାଥଙ୍କର ମାଟି। ଆମେ ସମସ୍ତେ ଆମ ପରିଚୟ ହଉଛି ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ ହଉଛି ଜଗନ୍ନାଥ। ଭାରତ ସରୋଜେ ଉତ୍କଳ କମଳ ପୁଣ୍ୟ ଲୀଳା ଉତ୍କଳ ଜନତା ରୁହନ୍ତି ଅନାଥ। ଉତ୍କଳ ନେତା ନିଜେ ଜଗନ୍ନାଥ। ତେଣୁ ଜଗନ୍ନାଥ ହଉଛନ୍ତି ପୁରୁଷୋତ୍ତମ। ଆକୁ ମାନିବାକୁ ଧର୍ମ ରକ୍ଷା ପାଇଁ ଯେତେ ସଦ୍ଗୁରୁ ମାନଙ୍କର ଆବିର୍ଭାବ ହୁଏ, ଗୁରୁମାନେ ହଉଛନ୍ତି ଯୁଗ ପୁରୁଷୋତ୍ତମ। କୃଷ୍ଣ ହଉଛନ୍ତି ଲୀଳା ପୁରୁଷୋତ୍ତମ, ରାମ ହଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ। ଯାଉ ଆପଣ ଜୀବନ ସ୍ତମ୍ଭରେ ବୁଝିବାକୁ ଚେଷ୍ଟା କରିବେ। ଜୀବନ ହଉଛି ଗୋଟିଏ ସ୍ତମ୍ଭ। ଏ ମେରୁଦଣ୍ଡ, ଜୀବନର ମେରୁଦଣ୍ଡ ହଉଛି ଗୋଟିଏ ସ୍ତମ୍ଭ। ସେଇଠୁ ବାହାରିବେ ସେଇ ପୁରୁଷୋତ୍ତମ ନୃସିଂହ। ଯେତେବେଳେ କୁଣ୍ଡଳିନୀ ଶକ୍ତି ଯେତେବେଳେ ଜାଗ୍ରତ ହେଇଯିବ, ଆପଣ ଯଦି ଧ୍ୟାନ କରିବେ, ଆସନ କରିବେ, ଟିକେ ପ୍ରାଣାୟାମ କରିବେ, ଶାସ୍ତ୍ର ଟିକେ ପଢିବେ, ଆଉ କିଛି କରିବେନି, ଆଉ କୁଣ୍ଡଳିନୀ କେମିତି ଜାଗ୍ରତ? ଯିଏ କରୁଥିବ ସିଏ ଦିନେ ନା ଦିନେ ସେଇ ପୁରୁଷୋତ୍ତମଙ୍କର ଦର୍ଶନ ପାଇବ ବା ସ୍ପର୍ଶ ପାଇବ। ଆପଣ ଦେଖିବେ ନୃସିଂହ ଏମିତି ବହିଛନ୍ତି, ନୃସିଂହଙ୍କ କୋଳରେ ଶୋଇଛି ହିରଣ୍ୟକଶ୍ୟପ। ତା ମାନେ କଣ? ମୋ ଦେଶ ମର୍ତ୍ତି ସୁତବୀର ସେ ରୁହେ ମାୟା ମୋ ଦେଶ ମର୍ତ୍ତି ସୁତବୀର ସେ ରୁହେ ମାୟା। ଯେତେବେଳେ ଆପଣ ସବୁ କିଛି ସମର୍ପଣ କରିଦେବେ, ତାମାନେ ହିରଣ୍ୟକଶ୍ୟପ ନୃସିଂହଙ୍କ କୋଳରେ ଶୋଇବେ। ନୃସିଂହଙ୍କ କୋଳରେ ହିରଣ୍ୟକଶ୍ୟପ ଶୋଇଛି। ଭକ୍ତି ରୂପକ ପ୍ରହ୍ଲାଦ ହାତ ଯୋଡ଼ିକିରି ନୃସିଂହଙ୍କୁ ବନ୍ଦନା କରୁଛି, ପ୍ରାର୍ଥନା କରୁଛି। ଭଗବାନ ସେତେବେଳେ ସିଂହ ମୂର୍ତ୍ତି, ଉଗ୍ର ବିଷ୍ଣୁ ଜ୍ୱଳନ୍ତଂ ସର୍ବତୋମୁଖଂ ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୁ ନମାମ୍ୟହଂ। ପୁରାଣ କେମିତି ଲେଖିଛି? ମାନେ ଦେବତା ମାନେ ଛାନିଆ ହେଇଗଲେ, ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ। ବ୍ରହ୍ମା କହିଲେ ମୋ ବୋଉ କାହିଁ ଆଇଛ? ନା ବର୍ତ୍ତମାନ ବିଷ୍ଣୁ ବର୍ତ୍ତମାନ ଉଗ୍ର ବୀର ମହାବିଷ୍ଣୁ। ବିଷ୍ଣୁ ବର୍ତ୍ତମାନ ଗୋଟେ ଉଗ୍ର ରୂପ ହେଇଛନ୍ତି।
ये उग्र रूप यदि बेसी समय रहिबो ताले विश्व ध्वंस ହେଇଯିବ। ଆପଣ ରକ୍ଷା କର। ବ୍ରହ୍ମା କହିଲେ ମୁଁ ପାରିବିନି ମୋ ଦ୍ୱାରା ସେ ହବ। ଶିବଙ୍କ ପାଖ ଶିବ କହିଲେ ବାବା ମୁଁ ପାରିବିନି ମୋ ଦ୍ୱାରା ହବ। ଆଉ କାହା ପାଖକୁ ଲକ୍ଷ୍ମୀଙ୍କ ପାଖକୁ ଲକ୍ଷ୍ମୀଙ୍କ ପାଖକୁ ଗଲେ ଲକ୍ଷ୍ମୀ କହିଲେ ମୁଁ ପାରିବି। ମୁଁ ଭଗବାନଙ୍କର ଉଗ୍ର ରୂପ ଆଗରେ ଠିଆ ହେଇ କିଛି କହିପାରିବି। ଦେବତା ମାନେ କହିଲେ ମା ଆପଣ ଯଦି ନ କହିବେ ତାହେଲେ ଆଉ କିଏ କହିବ? ଆପଣ ଆପଣ ଆମକୁ ନିର୍ଦ୍ଦେଶ କରନ୍ତୁ ଆମେ ବର୍ତ୍ତମାନ କେମିତି କଣ କରିବୁ କାହା ପାଖକୁ ଯିବୁ ନା ଶୁଣ ସେଇ ଭକ୍ତ ପ୍ରହ୍ଲାଦକୁ କୁହ ସେ ଶାନ୍ତ କରିବ। ଭାଗବତର ସେ ସୁନ୍ଦର ପଦ ମୋର ଭକ୍ତ ମୋର ମିତ୍ର ସେ କରେ ଜଗତ ପବିତ୍ର ମୋର ଭକ୍ତ ମୋର ମିତ୍ର ସେ କରେ ଜଗତ ପବିତ୍ର। ଦେବତା ମାନେ କହିଲେ ମା ଆମେ ଭକ୍ତ ପ୍ରହ୍ଲାଦକୁ ପ୍ରାର୍ଥନା କରୁ ନା ହଁ ସିଏ ଚାହିଁଲେ ଶାନ୍ତ। ଦେବତା ମାନେ ଭକ୍ତ ପ୍ରହ୍ଲାଦକୁ ଚାହିଁ କହିଲେ ପ୍ରହ୍ଲାଦ ତୁମେ କଣ ଚାହ ନା କଣ ବିଶ୍ୱ ଧ୍ୱଂସ ହେଇଯିବ ନା ଭଗବାନ ବର୍ତ୍ତମାନ ଯୋଉ ରୂପ ନେଇଛନ୍ତି ଇଏ ରୂପ ଅଧିକ ସମୟ ରହିଲେ ବିଶ୍ୱ ଆପେ ଆପେ ଧ୍ୱଂସ ହେଇଯିବ। ପ୍ରହ୍ଲାଦ କହିଲା ନା ମୁଁ ତେବେ ଭଗବାନଙ୍କୁ ସ୍ତୁତି କରୁଛି ଭଗବାନ ଶାନ୍ତ। ପ୍ରହ୍ଲାଦ ସ୍ତୁତି କଲା ନୃସିଂହ ଶାନ୍ତ ହେଲେ। ପ୍ରହ୍ଲାଦ ଧୀରେ ଧୀରେ ଯାଇ ନୃସିଂହଙ୍କ ପାଖରେ ପଡେ। ନୃସିଂହ ସିଂହ ମୂର୍ତ୍ତି ସିଂହ ଯେମିତି ଜିଭରେ ତା ଛୁଆକୁ ସାନ୍ତ୍ୱନା ଦିଏ ସେ ସେମିତି ସେଇ ନୃସିଂହ ଅବତାର ସିଂହ ମୂର୍ତ୍ତି ପ୍ରହ୍ଲାଦକୁ ଚାପିବାରେ ଲାଗେ। ଦେବତା ମାନେ କହିଲେ ନାଇଁ ଗୋଟେ ବାତ୍ସଲ୍ୟ ଭାବନା ବର୍ତ୍ତମାନ ପ୍ରଭୁଙ୍କର ଆସିଲାଣି ଶାନ୍ତ ହେଇଗଲାଣି ତାର ଆମେ ଆମ ଘରକୁ ଯିବା। ଏସବୁ ଘରକୁ ଗଲେ ତାଙ୍କ ପୂର୍ବକୁ ସବୁ ଗଲେ। ପ୍ରହ୍ଲାଦକୁ ନୃସିଂହ କହୁଛନ୍ତି ମୁଁ ତମ ପାଇଁ ଇଏ ପଥର ସ୍ତମ୍ଭରୁ ବାହାରିବି ତମେ ଗୋଟେ କଣ ବର ମାଗୁଛ? ପ୍ରହ୍ଲାଦ କହିଲା ପ୍ରଭୁ ଆପଣ ବର ଦେବେ ମୁଁ ବର ଦେବି। ଇଏ ଦୁନିଆରେ ଯୋଉମାନେ ବର ମାଗି ବଡ ଲୋକ ହେଇଛନ୍ତି କିଏ ପଣ୍ଡିତ ହେଇ କିଏ କବି ହେଇ କିଏ ବାବାଜୀ ହେଇ ସମସ୍ତେ କହୁଛନ୍ତି ପ୍ରଭୁ ତ ପାଦ ପଦ୍ମକୁ ସମସ୍ତେ ଆପଣଙ୍କ ପାଦ ପଦ୍ମକୁ ଧ୍ୟାନ କରୁଛନ୍ତି ପୁଣି ମାଗୁଛନ୍ତି ଆପଣଙ୍କ ପାଦ ପଦ୍ମରେ ଟିକେ ମିଶିଯିବେ। ମୁଁ ତ ପାଦ ପଦ୍ମ ପାଖରେ ଠିଆ ହେଇ ପୁଣି ମାଗିବି କଣ ବା ପାଦ ପାଖରେ ଅଛି ଆଉ କଣ ମାଗିବି? ये दुनियार धनी मानी ज्ञानी समस्ते किए धनरे किए ज्ञानरे किए मानरे किए पदवी बहुत ऊपर को जाइकिरी मध्य शेष रे मागुचंती प्रभु आपण पाद मु तो पाद पद पाखे आ मागिबी कोन भगवान कहले ना ना ना
ମୁଁ ଯେତେବେଳେ ଆବିର୍ଭାବ ହେଇଛି ତତେ ମାଗିବାକୁ ହବ ନା ତାହେଲେ ମୁଁ ମାଗିବି। ଆଚ୍ଛା ପ୍ରହ୍ଲାଦ କହିଲେ ପ୍ରଭୁ ଯିଏ ଖାଲି ମାଗେ ସିଏ ପ୍ରକୃତରେ ବଡ ଭକ୍ତ ନୁହେଁ। ଯିଏ କିଛି ନ ମାଗେ ଆପଣ ତାକୁ ସବୁ ଦିଅନ୍ତି। ତେଣୁ ମୁଁ ଆଉ ମାଗିବାକୁ ମୋ ଇଚ୍ଛା। ଋଷିଙ୍କ କହିଲେ ତଥାପି ତମକୁ ମାଗିବାକୁ ହବ ନା ତାହେଲେ ମାଗିବି ଆଉ। ପ୍ରଭୁ ମୁଁ ଆପଣଙ୍କୁ ପ୍ରଶ୍ନ ମାନେ ଭକ୍ତ ପଚାରୁଛି ପ୍ରହ୍ଲାଦ ପ୍ରଭୁ ମୁଁ ଆପଣଙ୍କର କଣ ନା ଭକ୍ତ। ଆଚ୍ଛା ମୁଁ ଯଦି ଭକ୍ତ ହେଲି ତାହେଲେ ମୋ ବାପା କେମିତି ଅସୁର ହେଲେ? ଋଷିଙ୍କ ମୁଣ୍ଡ ହଲେ ମାନେ କଥାକୁ ସମ୍ମତି ଦେଲେ। ଆଚ୍ଛା ପ୍ରଭୁ ଆପଣ ମତେ ତାରିବେ ମୁଁ ଭକ୍ତ ମୋ ବାପା ନର୍କରେ ପଡିବ ଏ କଥା ମୁଁ ଚାହେଁ। ଯଦି ବର ଆପଣ ଦେବେ ଏଇ ବରଟି ଦିଅନ୍ତୁ ମୋ ବାପା ଆପଣଙ୍କ ପାଦ ପଦ୍ମରେ ମୁଁ ସ୍ଥାନ ପାଏ କି ନ ପାଏ ମୋ ବାପା ପାଦ ପଦ୍ମରେ ସ୍ଥାନ ପାଏ। ଏଇ ବର ଧରି ଦେବେ ମୋର ଏତିକି ଦରକାର ମୋର ଆଉ କିଛି ଦରକାର। ଆମେ ଯଦି ହେଇଥାନ୍ତୁ ଆମେ ଗୋଟେ କାଗଜ କଲମ ଧରି ଲେଖିଥାନ୍ତୁ କଣ ଭଗବାନଙ୍କୁ ଆମେ ମାଗିବୁ। ପୁଅ ପାଇଁ କଣ ମାଗିବୁ ଆଉ ଝିଅ ପାଇଁ କଣ ମାଗିବୁ ଜ୍ୱାଇଁ ପାଇଁ କଣ ମାଗିବୁ ଶଳା ପାଇଁ ଷଡୁ ପାଇଁ ଶ୍ୱଶୁର ପାଇଁ ଶାଶୁ ପାଇଁ ବୋଲା ଗୋଟେ ଲିଷ୍ଟ କରିକିରି ଆମେ କହିଥାନ୍ତୁ। କିନ୍ତୁ ଭକ୍ତ ପ୍ରହ୍ଲାଦ କହିଲେ ମୋ ବାପାଙ୍କୁ ମୁକ୍ତି ଦିଅ। ତେଣୁ ସଜ୍ଜନ ଭାଗବତରେ କେତେ ସୁନ୍ଦର ପଦ ଅଛି। ବ୍ରହ୍ମା ଯେ ମୋର ନନ୍ଦନ ବ୍ରହ୍ମା ମୋର ନନ୍ଦନ ମୋହର ଆତ୍ମା ପଶୁ ଲକ୍ଷ୍ମୀ ଯେ ମୋହର ଘର ନିତିବ ଶୈବ ଭୁବନ ମଣ୍ଡଳେ ନିତିବ ଶୈବ ସ୍ଥଳେ ବିଖ୍ୟାତ ଭୁବନ ମଣ୍ଡଳେ କିନ୍ତୁ ତୁ ଯେ ମୋ ଘର ହକି ତୋର ତୁଜେ ମୋ ହର ପ୍ରିୟ ତମ ହକି ତୋର ଗୋଟାଏ ପଦ ପଢ଼ିଦଉଛି ମୋହର ଭାଇ ହଳ ପାଣି ଲକ୍ଷ୍ମୀ ଯେ ମୋହର ମୋହର ଭାଇ ହଳ ପାଣି ଲକ୍ଷ୍ମୀ ଯେ ମୋହର ଶେଷକୁ କହିଲେ ତୁଜେ ମୋହର ପ୍ରିୟତମ କେହି ନୁହନ୍ତି ତୋର। ସଜ୍ଜନ ଭକ୍ତ ଆପଣମାନେ ଏଇ ଯୋଉ ଘଣ୍ଟାଏ ଦେଢ ଘଣ୍ଟାଏ ବସିକିରି ପ୍ରଭୁଙ୍କ କଥା ଶୁଣୁଛନ୍ତି ନାମ କରୁଛନ୍ତି ଇଏ କଣ ଛୋଟିଆ କଥା। ବର୍ତ୍ତମାନ
ଆପଣଙ୍କୁ ଆପଣ ମନ୍ଦିରକୁ କ'ଣ ଯାଇ ଭଗବାନଙ୍କ ମୂର୍ତ୍ତି କି ଦେଖୁଛନ୍ତି? ସ୍ୱୟଂ ଭଗବାନଙ୍କ ଅଦୃଶ୍ୟ ସତ୍ତା ମୁଁ କାଲି ବି କହିଥିଲି, ସିଏ ବର୍ତ୍ତମାନ ଏଇଠି ଅଛି, ଏଇ କ୍ଲବ ଘର ଭିତରେ ଆପଣମାନଙ୍କ ପାଖରେ ସେ ଅଦୃଶ୍ୟ ଜ୍ୟୋତି ଆପଣମାନଙ୍କୁ ଦେଖୁଛି, ଆପଣମାନଙ୍କୁ। ତେଣୁ ଭକ୍ତକୁ କେତେ ବଳରେ ମାନେ ବଡ଼ ସେ କରିଛନ୍ତି। ଋଷିଙ୍କ କହିଲେ, ପ୍ରହ୍ଲାଦ ତୋ ବାପା ବର୍ତ୍ତମାନ କୋଉଠି ଶୋଇଛି? ନା ଆପଣଙ୍କ କୋଳରେ। ଆଚ୍ଛା, କାହା କୋଳରେ କିଏ ଶୁଏ? ମାର କୋଳରେ ସନ୍ତାନ। ମାତୃକୋଳ ଅଟେ ସନ୍ତାନର ଗୃହ, ମାତୃ ଆଶୀର୍ବାଦେ নভে সন্দেহ মাতৃকোଳ সন্তানর মাতৃআশীর্বাদে নভে ଆମେ ଅନେକ ବୟସ୍କ ବ୍ୟକ୍ତି ମାନେ ଅଛନ୍ତି, ଯୁବକ ମାନେ ବି ଅଛନ୍ତି, କହିପାରିବେ ମାର କୋଳ ଠାରୁ ଆଉ କୋଉ କୋଳ ସମାନ ହେଇପାରିବ? ମାର କୋଳ। କର୍ଣ୍ଣ ଯେତେବେଳେ କୁନ୍ତୀଙ୍କ ପାଖରେ ପହଞ୍ଚିଛନ୍ତି, କୁନ୍ତୀ ମା ଯେତେବେଳେ କର୍ଣ୍ଣଙ୍କ ପାଖରେ ପହଞ୍ଚିଛନ୍ତି, କର୍ଣ୍ଣ ତାଙ୍କୁ କହୁଛନ୍ତି ରାଧେୟର ପ୍ରଣାମ କରନ୍ତୁ, ମୁଁ ଗ୍ରହଣ କରନ୍ତୁ। ସେତେବେଳେ କୁନ୍ତୀ ମା କହୁଛନ୍ତି, କର୍ଣ୍ଣ ତୁମେ ରାଧେୟ ନୁହେଁ, ନା ଆଉ ତୁମେ ହଉଛ କୌନ୍ତେୟ, ମୋର ବଡ ପୁଅ। କର୍ଣ୍ଣକୁ ଆଗରୁ ଶ୍ରୀକୃଷ୍ଣ କହିଦେଇଥିଲେ, କର୍ଣ୍ଣ ଜାଣିଛନ୍ତି, କିନ୍ତୁ କର୍ଣ୍ଣ ସେ କଥା ନ କହିକିରି କହିଲେ, ମା ମୁଁ ତୁମର ବଡ ପୁଅ? ନା ହଁ ମୁଁ ତମର ବଡ। ତମେ ମତେ ଥରେ ମା ବୋଲି ଡାକ, ମୋର ଆଉ କିଛି ଦରକାର, ମତେ ଖାଲି ମା ଟିକେ କୁହ ମା। ଆଜି ତ ପିଲାମାନଙ୍କୁ ବାପ ମା ନିଜେ ଶିଖଉଛନ୍ତି, ଆମକୁ ମମି ଡାକ, ଦାଦି ଡାକ, ବାପ ମା ଯିବ। ପିଲା ଆଜିକାଲି ମମି ଦାଦି କହୁଛନ୍ତି, କିନ୍ତୁ ଆମେ ହିନ୍ଦୁ ସନାତନୀ ଏଇ ରାୟଗଡ଼ାରେ କ୍ଳାନ୍ତ ହେଇ ପଡ଼ିଲି, କୋଉ ପଚିଆ ମନେ ନାହିଁ, ଯାଉଥିଲି ଆମ୍ବାଗୁଡା, ଏଇ ରାୟଗଡ଼ାର କୋଉ ହୋଟେଲରେ ଶୋଇଥିଲି ବିଶ୍ରାମ ନେଇ, ତା ମଧ୍ୟ ସେ ହୋଟେଲ ନାଁ ବି ମନେ ନାହିଁ। ଶୋଇଥିବା ଅବସ୍ଥାରେ ସେ ହୋଟେଲ ଭିତରେ ସ୍ୱପ୍ନରେ ଅମୀମାଂସିତ ପ୍ରଶ୍ନର ଉତ୍ତର ମିଳିଥିଲା, ଯେ ସନାତନ ଶବ୍ଦର ଅର୍ଥ କଣ? ଇଏ ଥିଲା ମୋର ପ୍ରଶ୍ନ। ଏଇ ରାୟଗଡ଼ାର କୌଣସି ଏକ ହୋଟେଲ, ଯୋଉ ହୋଟେଲରେ ମୁଁ ଅଛି ସେ ହୋଟେଲ ନୁହଁ, ଆଉ କୋଉ ହୋଟେଲ? ଜଣେ ଆସି କହୁଛନ୍ତି ସ୍ୱପ୍ନରେ, ସନାତନ ଶବ୍ଦର ଅର୍ଥ ହଉଛି ଶୂନ୍ୟ। ମୁଁ ଏ କଥା ଆଜି ରାୟଗଡ଼ାରେ କହୁନି, ଅନେକ ଜାଗାରେ କୁହେ। ରାୟଗଡ଼ାର କୌଣସି ଏକ ହୋଟେଲରେ ମତେ ସ୍ୱପ୍ନାଦେଶ ହେଇଛି ଯେ ଶୂନ୍ୟ। ପ୍ରଧାନ ବାବୁ ସିଏ ମତେ ତାଙ୍କର
गेस्ट हाउस रे रखी पारि थांते सर्किट हाउस रे रखी पारि थांते ताकर भी गोटे बड़ क्वार्टर अछि ता भीतर मध्य आमे रही पारि थांतु बलिया निजे कहला मु गोटे होटल रे रही रायगड़ा होटल मते जीवन एक अमीमांसित प्रश्नर उत्तर देइथिला से होचे सनातन शब्दर अर्थ शून्य ताको डिक्शनरी नाही आज देखंतु मुटिके क्लांत है पड़ी पर खाइया पारके व्यतिक्रम हेची कारण मोर गोटे ज्येष्ठ पुत्र बा प्रथम आश्रम सन्यासी प्रेमानंद दास जहाँ को समस्ते प्रफुल्ल भाई बोली जानती तांकर देह त्याग मोर मानसिक अवस्था संपूर्ण बिगिड़े केवल गोटे प्रोग्राम अच्छी बोली से कथा सब भूली जाऊँ आज देखो से होटेल रे मु सोई अपूर्व स्वप्न दिए देखी से स्वप्न होती लिंगराजंकर ये सब कथा कागरे कहया कथा मु पिला को कहली टीपी दियो डायरी रे मु आज यही होटेल रे लिंगराज थरे नु दुई थर नु तीन थर नु चारि पांच थर स्वप्न देखी ये रायगड़ा माटी प्रकृत रे मो पाई गोटे पवित्र माटी सज्जन कर्ण कहउचंती ए गुंती कहउचंती कर्ण को कर्ण तुमे मते थरे मां बोली डाको कर्ण कहउचंती मां मु तुमको मां डाकिबी से अनेक उदाहरण लेइचंती से कथा कहया पे समय नहीं अनेक कर्ण अनेक जुक्ति बाजिचंती मां तुम्हें मते कुमारी जीवन रे जन्म नहीं मते खोपाड़ी देइछ पुड़ी मते मां बोलता क्यों काई पूछ एम सब कहि जेतबेले कुंती बारंबार कहितनी कर्ण मु सुनी तू दानी कर्ण तते ये ताहा मागे तू ताकू दौ आज मु मागुची तू मते थरे मां बोली कर्ण आउ केते समय अपेक्षा करती अपेक्षा करी करी शेषरे कर्ण कुंतीकर पादुक मारी कुंती आखिरु लुह झरी पड़ुची कर्णक देहरे से लुह गुड़ाक पड़ुची कर्ण कहउचंती मां तम आखिर लुह मते लागुची गंगा जमुना गोदावरी नर्मदा सिंधु कावेरी जल स्नान कला मुझे तीर्थर स्नान मां इतने दिन पर मते बयस है इतने दिन पर तो मते मार परिचय देल आज आज मोर भाग्य नहीं मु तुम कोल आज शोई पारि तब स्तन क्षीर पान कर
ତମେ ମୋର ମୁଣ୍ଡ ଟିକେ ଆଉଁସି ନବ, ମତେ ଟିକେ ମମତା। ମୁଁ ଏକ ହତଭାଗା। କୁନ୍ତି ତାଙ୍କ ମୁଣ୍ଡକୁ ଆଉଁସି ଦେଲେ, କହିଲେ ବାପା ସମୟ ବଳବା, କୁମାରୀ ଜୀବନରେ ତତେ ମୁଁ ଜନ୍ମ ଦେଇଥିଲି, ତେଣୁ ଆଉ କଣ କରିବି? ଲୋକ ଲଜ୍ଜାକୁ ଆଉ ରାଜକୁମାରୀ ଭାବରେ ଲୋକ ଲଜ୍ଜାକୁ ପାଥେୟ କରି ମୁଁ ତତେ ଗୋଟିଏ ଡଙ୍ଗା, ଛୋଟିଆ ଡଙ୍ଗା ଭିତରେ ତତେ ଭସେଇ ଦେଇଥିଲି। ସେ କଥା ତ ପୁଅ ହେଉ ବୁଢ଼ା ধরু পছে পানি চলো চলো রাত যাও রহে উঠা ধরু পছে পানি চলো চলো রাত যাও ପବିତ୍ର ଶବ୍ଦ, କିଛି ମନ୍ତ୍ର ନ ପଢ, ଖାଲି ଯଦି ମା କୌଣସି ମାତୃ ମନ୍ଦିରରେ ମା ଗୋ ମା ମା ଖାଲି ମା ବୋଲି ଶବ୍ଦ ଯଦି ଉଚ୍ଚାରଣ କରିବ, ସିଏ ଯୋଗ ମାୟା ମହାମାୟା, ଏ ଯୋଉ କରୋନା ମହାମାରୀ ଆସିଛନ୍ତି ତାକୁ ଘୃଣା ନ କରି ତାକୁ ମା ବୋଲି କୁହ। ମା ତୁ ଶାନ୍ତ ମା, ଆମକୁ ରକ୍ଷା ମାତୃକୃପା ହେଲେ ପିତାଙ୍କୁ ପାଇବୁ, ପିତାଙ୍କୁ ପାଇବୁ ନିବାଣ ମାତୃକୃପା ହେଲେ ପିତାଙ୍କୁ ପାଇବୁ, ପିତାଙ୍କୁ ପାଇବୁ ନିବାଣ। ଯେତେ କୃପା ଦୁନିଆରେ ପ୍ରଧାନବାବୁ କହୁଥିଲେ ତାଙ୍କ ଭାଷଣରେ ଯେ ଆମର ଯୋଉ ଆଶ୍ରମରେ ଯୋଉ ଅନନ୍ତଙ୍କର ନାଭି କମଳରେ 4ଟି ମହାଶକ୍ତି ଅଛନ୍ତି, ଯୋଉଠି ବ୍ରହ୍ମା ରହିବା କଥା ସେଠି ପୁଣି କେହି କେହି ପଚାରନ୍ତି ବାବା ଏଟା ବ୍ରହ୍ମା ରହିବା କଥା, ଆପଣ କଣ ଦୁର୍ଗା କାଳୀ ଲକ୍ଷ୍ମୀ ସରସ୍ୱତୀ ରଖିଛନ୍ତି କୋଉଠି? ପୁଣି ଗୋଟିଏ ଦେବ। ମୁଁ ତାଙ୍କୁ ବୁଝାଏ ବ୍ରହ୍ମା କିଏ? ମା ହଉଛି ବ୍ରହ୍ମା। ମାର ଗର୍ବ ଆମ ପାଇଁ ବ୍ରହ୍ମା।
ତେଣୁ ବିଷ୍ଣୁକେ ଆମ ବାପା ହଉଛନ୍ତି ଆମ ପାଇଁ ପ୍ରଥମ ବିଷ୍ଣୁ, ଆମ ପାରିବାରିକ। ଶିବ କିଏ? ସିଏ ହଉଛନ୍ତି ଆମର ଶିକ୍ଷା ଗୁରୁ, ପୁରୋହିତ। ଏମାନେ ହଉଛନ୍ତି ଶିବ। ଗୁରୁ ସାକ୍ଷାତ ପରବ୍ରହ୍ମ। ପରବ୍ରହ୍ମ କିଏ? ଯିଏ ଆମକୁ ଦୀକ୍ଷା ଦେଇ, ଯିଏ ଆମକୁ ସତ୍ ମାର୍ଗରେ ଯିବା ପାଇଁ ଆମକୁ ମାର୍ଗ ଦେଇଛନ୍ତି, ସିଏ ହଉଛନ୍ତି ପରବ୍ରହ୍ମ। ତେଣୁ ମା ଦୁର୍ଗା ହଉଛନ୍ତି ରକ୍ଷକ। ସେ ସୈନିକ ପୋଲିସ ଯାଅ। ଲକ୍ଷ୍ମୀ ହଉଛନ୍ତି କୃଷକ। ସରସ୍ୱତୀ ହଉଛନ୍ତି ଶିକ୍ଷକ। କାଳୀ ହଉଛନ୍ତି ଚିକିତ୍ସକ। ଆପଣମାନେ ଅନନ୍ତ ଆଶ୍ରମକୁ ଯଦି ମନ କରନ୍ତି, ଯାଆନ୍ତି, ଆପଣ ଆମର ବି ଠାକୁରଙ୍କ ବିଗ୍ରହ ଏଠି ଅଛି। ବିଗ୍ରହରେ ଦେଖିବେ ନାଭି କମଳରେ ମା ଅଛନ୍ତି। ବ୍ରହ୍ମା ମା ରୂପରେ ପୂଜା। ତାଙ୍କ ହୃଦୟରେ ଅଛନ୍ତି ଶିବ, ମଙ୍ଗଳମୟ ଶିବ। କାରଣ ଭାଗବତରେ ସେ ଓଇରାକୁ କହୁଥିଲି, ସେଟା ମୋହର ଆତ୍ମା ପଶୁ ପଶୁପତି ମାନେ ଶିବ। ଶିବ ତାଙ୍କର ହୃଦୟରେ ଅଛି। ବହୁ ସଜ୍ଜନ, ଆମେ ସମୟ ଇଏ କରିବାନି। ତେବେ ହିରଣ୍ୟକଶ୍ୟପୁର ମୁକ୍ତି ବାଞ୍ଛା କରୁଛି ପୁଅ ପ୍ରହ୍ଲାଦ। ଏତିକି କଥା ଯଦି ଆଜିର ଯୁବ ସମାଜ ମାନେ, ଆଜିର ପୁଅ ଝିଅ ମାନେ ଯଦି ଏତିକି କଥାକୁ ପାଳନ କରନ୍ତେ, ତାହେଲେ ଜୀବନରେ ସେ ବହୁତ କିଛି କରନ୍ତି। ପିତାମାତା ମଣିଷ, ସେ ଦେବତା ନୁହେଁ, କିନ୍ତୁ ଆମ ପାଇଁ ସେ ଦେବତା। ଦେବତା ଶବ୍ଦର ଅର୍ଥ ହେଉଛି ଦାତା। ଯେଉଁମାନେ ଆମକୁ ସ୍ନେହ ଦେଇଛନ୍ତି, ଶାସନ କରିଛନ୍ତି। ଆଜି ପିତା ମାତାଙ୍କର ସେବା ସମ୍ପୂର୍ଣ୍ଣ ବିଭକ୍ତ। ତେଣୁ ପ୍ରହ୍ଲାଦ ବାବାଙ୍କ ମୁକ୍ତି ପାଇଁ ପ୍ରାର୍ଥନା ଯେତେବେଳେ କରିଛନ୍ତି, ସେତେବେଳେ ନୃସିଂହ ଶାନ୍ତ ହେଇଯାଇଛି। ତେଣୁ ସଜ୍ଜନ, ଜୀବନକୁ ଗଢ଼ିବା, କାଲି କହିଥିଲି, ଏଇ ଜୀବନ ସ୍ତମ୍ଭ ଭିତରେ ଭକ୍ତି ହଉଛନ୍ତି ପ୍ରହ୍ଲାଦ। ଅଯଥା ବାସନା ବା କାମନା ହଉଛନ୍ତି ହିରଣ୍ୟକଶ୍ୟପ, ଆଉ ନୃସିଂହ ହଉଛନ୍ତି ଆତ୍ମା। ଇଏ ସବୁଯାକ ଆମରି ଭିତରେ। ଏବଂ ସେ ପଥର ସ୍ତମ୍ଭ ଆମର ମେରୁଦଣ୍ଡ ବା କୁଣ୍ଡଳୀ ଚକ୍ର। ପ୍ରଥମେ ଜୀବନକୁ ଗଢ଼ନ୍ତି। ପ୍ରତ୍ୟେକ ଦିନ ସକାଳୁ ଉଠିବା ମାତ୍ରକେ ନିତ୍ୟକର୍ମ ଶେଷ ଭିତରେ କେବଳ ଇଷ୍ଟ ମନ୍ତ୍ର, ଗୁରୁ ମନ୍ତ୍ର ସ୍ମରଣ। ସେଇ ଗୋଟାକ ହବ ଆପଣଙ୍କର ପ୍ରହ୍ଲାଦ ତତ୍ତ୍ୱ। ତାପରେ ହିରଣ୍ୟକଶ୍ୟପକୁ ପାଇବା ପାଇଁ ଆପଣ ପରିବାର କେମିତି ବଞ୍ଚିବ, ଘରଟା କେମିତି ହବ, ଗାଡ଼ିଟା କେମିତି କିଣା ହବ, ସେଇଟା ହବ ହିରଣ୍ୟକଶ୍ୟପ। ଯେତେବେଳେ ଆପଣ ସନ୍ଧ୍ୟା ହେଲା, ଧ୍ୟାନସ୍ଥ ହେଲେ, ଦେଖନ୍ତୁ ସଜ୍ଜନ, ସକାଳୁ ଉଠିବେ, ହରିଙ୍କ ନାମ ନେବେ। ଗାଧେଇ ସାରିବେ, ହରିଙ୍କ ନାମ ନେବେ। ଯାହା ଖାଇବେ, ହରିକି ସ୍ମରଣ କରି ଖାଇବେ। ସନ୍ଧ୍ୟାରେ ହରି ନାମ ନେବେ।
ଯଦି ଘର ଯେତେବେଳେ ଗାଧେଇବେ ସେତେବେଳେ ଗଙ୍ଗା ନାମ ସ୍ମରଣ କରି ଗଙ୍ଗା ନାମ ସ୍ମରଣ କରି ବାଥରୁମରେ ସ୍ନାନ କରିବେ। ସୂର୍ଯ୍ୟଙ୍କୁ ନମସ୍କାର। ଇଏ ସବୁ ହଉଛି ଗୀତା। ସେ ଅର୍ଜୁନଙ୍କୁ କହିଛନ୍ତି ସ୍ରୋତସା ମସ୍ମି ଜାହ୍ନବୀ, ମୁଁ ସ୍ରୋତମାନଙ୍କ ମଧ୍ୟରେ ଗଙ୍ଗା। ଯେତେବେଳେ ଗାଧେଇବେ ଗଙ୍ଗା ବୋଲି ସ୍ମରଣ କରିବ, ପଇସା ଖର୍ଚ୍ଚ ହଉଛି। ଗଙ୍ଗାଙ୍କୁ ନମସ୍କାର କରି ଗାଧେଇ ସାଇଲେ ସୂର୍ଯ୍ୟଙ୍କୁ ଟିକେ ନମସ୍କାର କର, ସେଇ ବାଥରୁମ ଭିତରେ କର। यही सूर्य सहस्रांशु तेजरासे जगत्पते अनुकंपायमान भक्त्यं गृहणाढ्यं नमस्तुते। सूर्य को नमस्कार। तापरे गुरुजन को भक्ति करिवे बा प्रणाम। मोटा मोटी कथा जीवन को आगे प्रहलाद गोटे परिवार प्रहलाद तत्व गोटे परिवार को कथा से भाया गोटे सुंदर परिवेश ताहले जीवन जदि सुस्थ रहिला ताहले आपण माने निश्चित भाव से शरीर मन रख प्रफुल्ल सदा तेबे सीना जीवित सकल। तेणु हरि कहले नृसिंह, हरि कहले राम। राम शब्द अर्थ आनंद, लक्ष्मण शब्द अर्थ सुचरित्र, भरत शब्द अर्थ भक्ति, शत्रुघ्न शब्द अर्थ जोटी कामना शून्य निष्काम, आउ सीता शब्द अर्थ गंगा पवित्र। ये होती त्रेतया युग। कृष्ण कहले आकर्षण, सूर्यंकर महाकर्षण शक्ति ये होती कृष्ण। राधा कहले प्रेम भल पाई। आउ शेष होती गौर हरि। ये होती मोटामोटी जीवन पाई गोटे हरि कथार सारा। तेणु सज्जन यही हरि कथा आपण प्रत्येक दिन मन भीतर कर। आसन टीए करी केवल आपण जदि भजिबे हरि ओ हरि ଯେତେବେଳେ ବଳିଆ ନୈମିଷା ଅରଣ୍ୟରେ ଶୋଇଥିଲା ଏଇ ଶବ୍ଦଟି ହରି ଓମ୍ ମତେ ଶୁଭିଥିଲା। ଯେମିତି ଶହ ଶହ ଲୋକ ଏ ହରି ଓମ୍ କୀର୍ତ୍ତନ କରି ଆମ ପାଖକୁ ଆଉଛନ୍ତି।
मोर निद्रा भंग है मु पचारि मु शोई न ये आखि मुझी पड़ी गड़पड़ हो हरिओम कीर्तन कौटी होउछि कि ସେମାନେ କହିଲେ ନାଇଁ ତ କୋଉଠି ହଉନି ବୋଲେ ଆଶ୍ରମରେ ହଉଥିଲା କି ନା ଆଶ୍ରମ ତ ହେଇନି ତେଣୁ ଇଏ ଶବ୍ଦଟି ଗୋଟିଏ ମୋ ପାଇଁ ଶୂନ୍ୟବାଦ ହରି ଓ କଥା ଶେଷ ପୂର୍ବରୁ ପୁଣି ଥରେ ନିବେଦନ କରୁଛି ଜୀବନ ଗଢ଼ନ୍ତୁ ପରିବାର ଗଢ଼ନ୍ତୁ ପରିବେଶ ଗଢ଼ନ୍ତୁ ଏବଂ ଯେଉଁ ହରି କଥା ବୋଲି ଲେଖିଛନ୍ତି ଆପଣ ଗେଟରେ ସେଇ ହରି ଓମ୍ କୀର୍ତ୍ତନ କରନ୍ତୁ ବା ଯେକୌଣସି ନାମ କରିବେ ସବୁ ହିଁ ହରି ନାମ ମହାପ୍ରଭୁ ଚୈତନ୍ୟ କହିଛନ୍ତି हरेर नामेव केवलम हरेर नामेव केवलम हरेर नामेव केवलम कणो नास्तेव नास्तेव ये जुगरे नाम व्यतिरेक मुक्ति नाही नाही तेणु सज्जन आज आपण ध्यान योग आसन प्राणायाम वर्तमान गुरु माने सबुआड़े ये शिक्षा दौर तेणु किसी समय 24 घंटा भितर अंतत 24 मिनिट जदि हरि कथार मन देवे ताले निश्चित भाव आपण परिवार आपण निजे शांति बंचे और अन्य को शांति बंचा तेणु बलिया आपण मानकर स्नेह ममतार आसीला प्रवचन देवाक आसीनथिला ये टूर ये गस्तर देखा है भक्त दर्शन आपण मान दर्शन किसी लोक आसबे बलिया देखिब सी बलिया देखिए या गस्तर उद्देश्य तेणु 2 दिन आपण मान समय देइछि एवं आपण मान किछि कथा कहिछि आपण मान जदि भल लगी मने पकेबे मने रखिबे पुणी जदि पुणी ये माटीर आकर्षण थाए आपण मानकर स्नेह सदा थाए पुणी बढ़िया थे आसब एतिकी कही मोर कथा को एटी विश्राम करुछि हरि ओम हरि ओम हरि ओम आज समस्ते समस्त अनुष्ठान तथा संगठन समस्त सज्जन मान आयोजन